ମାନେ ଆଜି କଣ ଶୁଣିବା? ଗୋଟେ ଗପ ଶୁଣିବା। କୋଉ ଗପ? ମାଙ୍କଡ଼ ଓ ଟୋପି ବାଲା। ଧୁ ଧୁ ଖରା ବେଳ ଗୋଟିଏ ଟୋପି ବିକାଳି ଟୋକେଇରେ ଟୋପି ରଖି ବିକିବା ପାଇଁ ଯାଉଥିଲା। ଟୋପି ବିକାଳି କଣ କରୁଥିଲା? ଗୋଟେ ଟୋକେଇରେ ଟୋପି ରଖି ବିକିବା ପାଇଁ ଯାଉଥିଲା। ଖରାରେ ଚାଲି ଚାଲି ତାକୁ ଭାରି ହାଲିଆ ଲାଗିଲା। ଯାଉଁ ଯାଉଁ ବାଟରେ ଗୋଟିଏ ବରଗଛ ପଡ଼ିଲା। ବଡ଼ ବରଗଛଟେ। ସେ ସେହି ଗଛ ମୂଳରେ ଟୋପି ଟୋକେଇ ରଖି ଟିକିଏ ଥକ୍କା ମାରି ବସି ପଡ଼ିଲା। ଗଛ ଛାଇରେ ସୁଲୁସୁଲିଆ ପବନରେ ଟୋପି ବାଲାଟି ନିଦରେ ଶୋଇପଡ଼ିଲା। ଯୋଉ ପବନ ଦଉଥିଲା, ପବନ ଦେଲା ପରେ ଯୋଉ ସୁଲସୁଲିଆ ପବନ, ପୁରା ଥଣ୍ଡା ପବନ ଲାଗୁଥିଲା, ଟୋପି ବାଲାକୁ ନିଦ ଆସିଗଲା। ନିଦ ଯେତେବେଳେ ଆସିଗଲା ସେ ଶୋଇପଡ଼ିଲା। ସେଇ ଗଛ ଉପରେ ବହୁତ ଗୁଡ଼ାଏ ମାଙ୍କଡ଼ ବସିଥିଲେ। ଗଛରେ କିଏ ବସିଥିଲେ? ମାଙ୍କଡ଼। ଟୋପି ବାଲାଟି ଶୋଇପଡ଼ିବା ଦେଖି ମାଙ୍କଡ଼ ମାନେ ଚୁପଚାପ ଆସି ତା ଟୋକେଇରୁ ସବୁ ଟୋପି ନେଇ ମୁଣ୍ଡରେ ଲଗାଇ ଗଛ ଉପରେ ଯାଇ ବସି ପଡ଼ିଲେ। ମାଙ୍କଡ଼ ମାନେ କଣ କଲେ? ଟୋପି ବାଲାର ଯୋଉ ଟୋପି ରଖିଥିଲା ଟୋକେଇରେ, ସେ ଟୋପିକି ନେଇ ମୁଣ୍ଡ ଉପରେ ଲଗେଇ ଗଛ ଉପରେ ବସି ପଡ଼ିଲେ। କିଛି ସମୟ ପରେ ଟୋପି ବାଲାର ନିଦ ଭାଙ୍ଗିଗଲା। କଣ ହେଲା? ଯୋଉ ଶୋଇଥିଲା, ଯୋଉ ସୁଲୁସୁଲିଆ ପବନ ଦଉଥିଲା ଶୋଇଥିଲା ଟୋପି ବାଲାଟି, ତାର ନିଦ ଭାଙ୍ଗିଗଲା। ଦେଖିଲା ତା ଟୋକେଇରେ ଗୋଟିଏ ହେଲେ ଟୋପି ନାହିଁ। ସେ କଣ କରିବ? କୁଆଡ଼େ ଗଲା ମୋ ଟୋପି? ଏମିତି ଖୋଜି ହେଲା। ଉପରକୁ ଚାହିଁ ଦେଖିଲା ବେଳକୁ ମାଙ୍କଡ଼ ମାନେ ତା ଟୋପି ନେଇ ପିନ୍ଧି ଗଛରେ ବସିଛନ୍ତି। କଣ କରୁଛନ୍ତି ମାଙ୍କଡ଼ ମାନେ? ତା ଟୋପିକି ନେଇ ଗଛ ଉପରେ ବସିଛନ୍ତି। ମୁଣ୍ଡରେ ଲଗେଇ ଦେଇଛନ୍ତି ଟୋପି, ଗଛ ଡାଳରେ ବସିଛନ୍ତି। ସେ ବିକଳ ହୋଇ ମୋ ଟୋପି ଦିଅ, ମୋ ଟୋପି ଦିଅ, ଏଇରକମ କହୁଛି। ମାଙ୍କଡ଼ ମାନେ କିନ୍ତୁ ଶୁଣିଲେନି। ତା କଥାକୁ ମାଙ୍କଡ଼ ମାନେ ଶୁଣିଲେନି। ଅଖାତିରେ ଗଲେ, ହେ କହୁଥାଉ, କିଏ ଟୋପି ଆମର ଦବ? ନା ମନେ ମନେ ଭାବିଲେ। ଟୋପି ବାଲା ଗୋଟିଏ ବୁଦ୍ଧି ପାଞ୍ଚିଲା। ତା ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟିଲା। ଆମ ମୁଣ୍ଡକୁ ଯେମିତି ବୁଦ୍ଧି ଜୁଟୁଛି, ସେ ଟୋପି ବାଲାର ମୁଣ୍ଡକୁ ସେମିତି ବୁଦ୍ଧି ପାଞ୍ଚିଲା। ତା ମୁଣ୍ଡରେ ପିନ୍ଧିଥିବା ଟୋପିଟିକୁ ବାହାର କରି ଫୋପାଡ଼ି ଦେଲା। ଦେଖିଲା ଏମାନେ ତ ଦବା ଲୋକ ନୁହେଁ, ଦବା ମାଙ୍କଡ଼ ମାନେ ଦେବେନି ଜାଣି ସାରିଲାଣି। ତେଣୁ ସେ କଣ କଲା? ସିଏ ଯୋଉ ମୁଣ୍ଡରେ ଯୋଉ ଟୋପିଟା ପିନ୍ଧିଥିଲା, ସେ ଟୋପିଟାକୁ କାଢି ଫିଙ୍ଗି ଦେଲା। ଯେମିତି ଫିଙ୍ଗି ଦେଇଛି, ଏହା ଦେଖି ମାଙ୍କଡ଼ ମାନେ ପିନ୍ଧିଥିବା ଟୋପି ସବୁ ତଳେ ଫୋପାଡ଼ି ଦେଲେ। କଣ କଲେ? ମାଙ୍କଡ଼ ମାନେ ଯୋଉ ଟୋପି ପିନ୍ଧିଥିଲେ କଣ କଲେ? ତଳକୁ ଫୋପାଡ଼ି ଦେଲେ ନା? ତ ଫୋପାଡ଼ି ଦେଲାର ଆର କଣ ହେଲା ସୁବିଧା? ଯୋଉ ସିଏ ଦବାକୁ ଚାହୁଁନଥିଲେ ଫୋପାଡ଼ି ଦେଲା। ତେଣୁ ଟୋପି ବାଲା ଖୁସି ହୋଇ ସବୁ ଟୋପି ଟୋକେଇରେ ରଖି ବିକିବାକୁ ଚାଲିଗଲା।